ଜୟ ଜଗନ୍ନାଥ। ଆଜିର ଶୀର୍ଷକ ଯୁଗ ପ୍ରବର୍ତ୍ତକ। ସୁପ୍ରସିଦ୍ଧ ଭକ୍ତପ୍ରବର ଓ କବି ଥିଲେ ତୁଳସୀଦାସ। ଅନନ୍ୟ ରଚନା ମଧ୍ୟରେ ତାଙ୍କ ରଚନା ଦ୍ୱାରା ହିନ୍ଦୀ ଭାଷାରେ ରଚିତ ରାମଚରିତ୍ର ପ୍ରସିଦ୍ଧି ଲାଭ କରିଥିଲା। ତାଙ୍କର ଏକ ବିଶେଷ ଗୁଣ ଥିଲା, ସେହି ସମୟରେ ପ୍ରଚଳିତ ବିଭିନ୍ନ ରାମାୟଣ କଥାବସ୍ତୁକୁ ସଂଗ୍ରହ କରି ଲୋକଭାଷା ହିନ୍ଦୀରେ ଲେଖିଥିଲେ। ସେ ଯୁଗର ସନ୍ଧିକ୍ଷଣରେ ଜନ୍ମ ନେଇଥିଲେ, ଯଥା ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧ, ଶେର ଶାହଙ୍କ ଶାସନ ଅବସାନ, ହୁମାୟୁଁଙ୍କ ଆଗମନ ସମୟରେ, ରାଷ୍ଟ୍ରର ଅସ୍ମିତା ସଙ୍କଟ କ୍ଷଣରେ ଅତିମାତ୍ରା ଧର୍ମାନ୍ତର ଚାଲିଥିଲା। ସେହି ସମୟରେ ଧର୍ମ ସଂସ୍କୃତିର ସଂରକ୍ଷକ ପଣ୍ଡିତମାନେ ସେ ସମୟରେ ପ୍ରମାଦ ଗଣୁଥିଲେ। ତୁଳସୀଦାସ ସଂସ୍କୃତ ପ୍ରଧାନ ବାଲ୍ମୀକିଙ୍କ ରାମାୟଣକୁ ରାମଙ୍କ ମର୍ଯ୍ୟାଦାକୁ ଦେଇ ପୁରୁଷୋତ୍ତମ ସ୍ଥାନରେ ଆସୀନ କରାଇଥିଲେ। ଯୁବାବସ୍ଥାରେ ଅତି ମାତ୍ରାରେ ସ୍ତ୍ରୀ ପ୍ରତି ଆସକ୍ତ ହୋଇଥିବାରୁ ସ୍ତ୍ରୀ ତାଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ, ମୋ ପ୍ରତି ଆସକ୍ତି ରଖିଛ, ଯଦି ପ୍ରଭୁ ଶ୍ରୀରାମଙ୍କ ପ୍ରତି ସେତିକି ଆସକ୍ତି ରଖିଥାନ୍ତ ତାହେଲେ ମୁକ୍ତି ପାଇଯାଇଥାନ୍ତ। ତୁଳସୀଦାସ କ୍ଷୁବ୍ଧ ହୋଇ କାଶୀ ଚାଲିଯାଇଥିଲେ। ଘଟଣାଚକ୍ରରେ ଏକ ବ୍ରହ୍ମରାକ୍ଷସ କୃପାରୁ ହନୁମାନ ଓ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଦର୍ଶନରେ ସକ୍ଷମ ହୋଇଥିଲେ। ଏହା ପରଠାରୁ ସେ ଶ୍ରେଷ୍ଠ ରାମଭକ୍ତ ଭାବେ ସର୍ବସାଧାରଣ ବ୍ୟକ୍ତିତ୍ୱ ଶକ୍ତି ସମ୍ପନ୍ନ ହୋଇଥିଲେ। ଏଥିରୁ ଜଣାପଡ଼େ ଯେ ଯଦି ଆମେ କିଛି ଜିନିଷକୁ ମନ ସହିତ ଚାହିଁବା ତାକୁ ଆମେ ନିଶ୍ଚିତ ପାଇପାରିବା। ଧନ୍ୟବାଦ।